ରାଉରକେଲା କଲେଜରେ ବୃକ୍ଷରୋପଣ। ସେକ୍ଟର 4 ସ୍ଥିତ ରାଉରକେଲା କଲେଜ ରାଉରକେଲାର ଜାତୀୟ ସେବା ଯୋଜନା NSS ତରଫରୁ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାନପୋଷ ବନାଞ୍ଚଳ ତରଫରୁ ସହଯୋଗ କରାଯାଇଥିଲା। କଲେଜର ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ରୀତାଞ୍ଜଳି ଶତପଥୀ, ସାମ୍ବାଦିକ ମନୋରଞ୍ଜନ ଦାସ, କୁଞ୍ଜବିହାରୀ ରାଉତ, ଶଶଧର ପାତ୍ର, ଦୁଃଖୁ କିଷାନ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀ ଲିମା କହିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ 2ଟି ଗଛ ଲଗାଇବା ପାଇଁ ପରାମର୍ଶ ଦେବା ସହିତ ବୃକ୍ଷ ବିନା ଜୀବଜଗତ ଅସମ୍ଭବ ବୋଲି କହିଥିଲେ। ଅମ୍ଳଜାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ପାଇଁ ଆଗେଇ ଆସିଲେ ଏକ ସୁସ୍ଥ ପରିବେଶ ଗଠନ ସମ୍ଭବ ହୋଇପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ NSS ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ସାଣୀ, ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ, ବନ୍ଦନା ସୋରେଙ୍ଗ, ପ୍ରାଧ୍ୟାପକ ରଞ୍ଜିତ ପ୍ରଧାନ, ଅଧ୍ୟାପକ ସନ୍ତୋଷ ରଜାକ, ଅଧ୍ୟାପିକା ପ୍ରିୟଙ୍କା ପଲେଇ, NSS ସ୍ୱେଚ୍ଛାସେବୀ ଓ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ପରିସରରେ ପ୍ରାୟ 100ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିକି ନାଗ, ରୋହିତ ବେବର୍ତ୍ତା, ଆରସି ସେନାପତି, ଦେବସ୍ମିତା ପଟ୍ଟନାୟକ, କରିଶ୍ମା ନାୟକ, ବିନୋଦିନୀ ମୁଣ୍ଡା, ପ୍ରୀତି କୁମାର, ଶ୍ରୁତି କୁମାର, ସଞ୍ଜୁ ତିର୍କି, ଇତିଶ୍ରୀ ଦାସ, ରୀନା ବାଡ଼ା, ଚନ୍ଦନ ଦାସ, ଭିକି ଯାଦବ, ଜଗନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଚିତ୍ର। ब्यूरो न्यूज ओडिशा कथा यूट्यूब चैनल को आपण मैंने देखुं, मतामत दिंतु, लाइक करूँ, सब्सक्राइब करूँ और शेयर करूँ।